ଭାରତବର୍ଷର ଲୋକ ସଂଖ୍ୟା 140 କୋଟି। ଯଦି 1% ଲୋକ ହୁଅନ୍ତି ତାହେଲେ 1,40,00,000। ଦେଖନ୍ତୁ 99% ଲୋକ ଈଶ୍ୱରଙ୍କୁ ଭଜନ କରୁନାହାନ୍ତି, ଧ୍ୟାନ ଜପ କରୁନାହାନ୍ତି, ଈଶ୍ୱରଙ୍କ ପିତାର୍ଥେ କର୍ମ କରୁନାହାନ୍ତି। ଯଦି 1% ଲୋକ କରନ୍ତେ ତାହେଲେ ଭାରତର ସାଧୁ ସଂଖ୍ୟା 1,40,00,000 ହୁଅନ୍ତା। ଏ କଥା କହିବାର କ'ଣ କାରଣ? ଆପଣମାନେ ତ ଶୁଣିକି ଭାବୁଥିବେ, ତା ଭିତରେ ପ୍ରଶ୍ନ ଉଠୁଥିବ, ଆମେ ଯଦି ସମସ୍ତେ ଏଇ ପଥରେ ଯିବା, ଏଇ ଲାଇନରେ ଗତି କରିବା, ତାହେଲେ ସଂସାର ପ୍ରବାହ କେମିତି ରହିବ? ଆଉ ସୃଷ୍ଟି ପ୍ରବାହ କେମିତି ଚାଲିବ? ଦେଖନ୍ତୁ, ଯଦି 1,40,00,000 ସାଧୁ ନାହାନ୍ତି, ତାହେଲେ କେତେ ପରସେଣ୍ଟ ଏ କଥା ଭାବିଛନ୍ତି? ତୁମେ କିଏ କଥା ଭାବିବା ପାଇଁ? ସୃଷ୍ଟିଟା କ'ଣ ତୁମର? ତୁମେ ଆସିବା ପୂର୍ବରୁ କ'ଣ ସୃଷ୍ଟି ନଥିଲା? ତୁମେ ଗଲେ କ'ଣ ସୃଷ୍ଟି ପ୍ରବାହ ରହିବ ନାହିଁ? ଯଦି 1% ଲୋକ ଏକଥା ଚିନ୍ତା କରୁନାହାନ୍ତି, ତୁମେ ଏକଥା କାହିଁକି ମନରେ ଭାବୁଛ? ତୁମେ ଭାବୁଛ ତୁମେ ଭଗବାନଙ୍କ ମାୟାରେ ପଡ଼ିଛ ବୋଲି। ତେଣୁ ସଂସାର ଭିତରେ ରୁହନ୍ତୁ, କେହି ସଂସାର ଛାଡ଼ି କୁଆଡ଼େ ଯିବେ ନାହିଁ, କିନ୍ତୁ ଈଶ୍ୱରଙ୍କୁ ଭଲ କି ଜାଣନ୍ତୁ, ଈଶ୍ୱରଙ୍କ ବିଷୟରେ ଜ୍ଞାନ ଲାଭ କରନ୍ତୁ, ଈଶ୍ୱରଙ୍କ ପାଖରେ ନିଜକୁ ସମର୍ପଣ କରିଦିଅନ୍ତୁ, ଈଶ୍ୱରଙ୍କୁ ଭଲ ପାଇ ବସନ୍ତୁ ଏବଂ ତାଙ୍କର ପିତାର୍ଥେ କର୍ମ କରନ୍ତୁ। ଯଦି 16 ଘଣ୍ଟା 20 ଘଣ୍ଟା ସମୟ ଆପଣଙ୍କର ପରିବାର ପାଇଁ ଦେଉଛନ୍ତି, ଠିକ୍ ଅଛି। ଈଶ୍ୱର ପାଇଁ 2 ଘଣ୍ଟା ସମୟ ଦିଅନ୍ତୁ, ଆଉ ନିଜର ଇନକମର କିଛି ଅଂଶ ଭଗବାନଙ୍କ ସେବାରେ, ସାଧୁସନ୍ଥଙ୍କ ସେବାରେ ଉତ୍ସର୍ଗୀକୃତ କରିଦିଅନ୍ତୁ। ଦବା ଅର୍ଥ ଆପଣ ଶ୍ରମଟା ହିଁ ଦେଲେ। ବିନା ଶ୍ରମରେ ତ ଆପଣ କିଛି ରୋଜଗାର କରିନାହାନ୍ତି, ପରିଶ୍ରମ କରିଛନ୍ତି। କ'ଣ ରେଜଲ୍ଟ ମିଳିବ? ଆପଣ ଯେତିକି ଦେବେ, ଭଗବାନ ତାର ଅନେକ ତା ତୁଳନାରେ ଅଧିକା ଆପଣଙ୍କୁ କେଉଁ ମାଧ୍ୟମରେ ଫେରେଇ ଦେବେ, ଦେଇଦେବେ। ତା ଧ୍ରୁବ ସତ୍ୟ, ଦେଇଥିଲେ ପାଇ। ଆମେ ଭଗବାନଙ୍କୁ ଦେଖିପାରୁନେ, ଭଗବାନଙ୍କୁ ଜାଣିପାରୁନେ, ଭଗବାନଙ୍କୁ ଦର୍ଶନ ଉପଲବ୍ଧି କରିପାରୁନେ। ସେଇ ଅନସିନ୍, ଅଦୃଷ୍ଟ, ଯାହାକୁ ଆମେ ଦୃଷ୍ଟ ଦେଖିପାରୁନେ, ସେଇ ଅଦୃଷ୍ଟ, ସେଇ ଅନସିନ୍ ବିଭିନ୍ନ ଫର୍ମ ମାଧ୍ୟମରେ, ବିଭିନ୍ନ ପ୍ରକାରରେ ଆମର ଯେ ସେବା କରୁଛି, ଆମେ ବୁଝିପାରୁନେ। ବିଭିନ୍ନ ପ୍ରକାର ସେବା ସେ ଆମର କରୁଛନ୍ତି। ସେ ଅଦୃଷ୍ଟ, ଅନସିନ୍ କେତେବେଳେ କୋଉ ରୂପରେ ଆମ ପାଖରେ ବିଦ୍ୟମାନ, କେତେବେଳେ ଗୁରୁ ରୂପରେ, କେତେବେଳେ ବନ୍ଧୁ ରୂପରେ, କେତେବେଳେ ସଖା ରୂପରେ, କେତେବେଳେ ସ୍ତ୍ରୀ ରୂପରେ, କେତେବେଳେ କୋଉ ରୂପରେ, ପଶୁପକ୍ଷୀ ରୂପରେ, କେତେବେଳେ ଯେ ସେ କ'ଣ ଆମକୁ ଗାଇଡ୍ ନ କରୁଛି, ନ ଦେଉଛି, ନ କରୁଛି, ସେଇ ବୋଧଟା ଆମ ଭିତରେ ନାହିଁ। ସେ ପ୍ରତ୍ୟେକଟି ମୁହୂର୍ତ୍ତରେ ଆମ ପାଖରେ ଛିଡ଼ା ହେଉଛନ୍ତି, ଆମକୁ ସତର୍କ କରାଉଛନ୍ତି, ଆମକୁ ଇନଷ୍ଟ୍ରକ୍ସନ୍ ଦେଉଛନ୍ତି। ସେ ଆମର ସେବା କରୁଛନ୍ତି। ଥରେ
ଠାକୁର ନିଗମାନନ୍ଦ ବିଶ୍ରାମ କରୁଥିଲେ। ଶିଷ୍ୟଗଣ ତାଙ୍କର ସେବା କରୁଥିଲେ। ଠାକୁର କଥା ପ୍ରସଙ୍ଗରେ କହିଲେ, ଭଗବାନ ମୋର ସେବା କରନ୍ତି, ଭଗବାନ ମୋତେ ଖାଇବାକୁ ଦିଅନ୍ତି, ଭଗବାନ ମୋତେ ପିଇବାକୁ ଦିଅନ୍ତି, ଭଗବାନ ମୋର ସମସ୍ତ ଦାୟିତ୍ୱ ନିଅନ୍ତି। ଯେତେବେଳେ ଶିଷ୍ୟମାନେ କଥା ଶୁଣିଲେ, ସେ ଭାବିଲେ ଠାକୁରଙ୍କର ଭଗବାନ ଏତେ ସେବା କରୁଛନ୍ତି, ଠାକୁରେ ଆମକୁ ଟିକେ ଭଗବାନଙ୍କୁ ଦେଖେଇ ଦେବେ ନାହିଁ। ସମସ୍ତଙ୍କର ତ ଭଗବାନ ଦର୍ଶନ ପାଇଁ ବ୍ୟାକୁଳତା ନଥାଏ। ଯେଉଁମାନେ ଘର ଦ୍ୱାର ଛାଡ଼ି ଆଶ୍ରମବାସୀ ହେଇଯାଇଛନ୍ତି, ସେମାନଙ୍କ ଭିତରେ ଜିଜ୍ଞାସା ଥାଏ, ଭଗବାନଙ୍କୁ ଦର୍ଶନ କଲେ ଆମ ଜୀବନ ଧନ୍ୟ ହେଇଯିବ। ତା ପରବର୍ତ୍ତୀ ସାଧନା ଅଛି, କିନ୍ତୁ କାହାକୁ ଜଣା ନାହିଁ। ଦର୍ଶନ ପରେ ତାଙ୍କ ସହିତ ମିଳନ ଏକକାର ହେଇଯିବା ପାଇଁ ଗୋଟିଏ ସାଧନା ଅଛି। ଠାକୁର ନିଗମାନନ୍ଦ କହିଲେ ତୁମେମାନେ କିଏ କି? ମଲା ଲୋକ କ'ଣ ସେବା କରେ? ଜୀବନ୍ତ ଲୋକ ବା ଭଗବାନ ହିଁ ସେବା। ତୁମେ ମୋର ସେବା କରୁଛ, ତୁମେ ମୋତେ ଖାଇବାକୁ ଦେଉଛ, ତୁମେ ମୋତେ ଯତ୍ନ ନେଉଛ, ତୁମେ ମୋର ସବୁ କାମ ଶଯ୍ୟା ତ୍ୟାଗ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ତୁମେମାନେ କରୁଛ। ତୁମେମାନେ କିଏ? ସକଳ ଦେହେ ନାରାୟଣ ବସନ୍ତି ଅନାଦି କାରଣ, ସକଳ ଜୀବେ ନରହରି ବସଇ ଆତ୍ମା ରୂପ ଧରି, ସକଳ ଭୂତେ ବାସ ମୋର ମୁଁ ଆତ୍ମା ଜଗତ ଈଶ୍ୱର। No God, no work, no God, no thoughts। ଈଶ୍ୱର ନାହାନ୍ତି ତ କାମ ନାହିଁ, ଈଶ୍ୱର ନାହାନ୍ତି ତ ଚିନ୍ତା ନାହିଁ। ତୁମେ କିଏ? ସେଥିଲାଗି ବିବେକାନନ୍ଦ କହୁଥିଲେ, বহু রূপে সম্মুখে তোমার, কোথায় খোঁজছ ঈশ্বর? বহু রূপে সম্মুখে তোমার, যেতে রূপ দেখুছ, ଯେତେ ନାମ ସବୁ ହିଁ ତୁମର। କେଉଁ ନାମ ଧରି ଡାକିବି ତୁମକୁ, ସବୁ ନାମ ହିଁ ତୁମର। କିନ୍ତୁ ଏ ରିଅଲାଇଜେସନ୍ ନାହିଁ।